ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ତେବେ ଯାହା ସୂଚନା ରହିଛି ଯେ ନଡ୍ଡା ଯେତେବେଳେ ଆସୁଛନ୍ତି ଆଜି ଓଡ଼ିଶା ଏବଂ ବିଜେପି ପକ୍ଷରୁ ମଧ୍ୟ ପୂର୍ବରୁ ଏକ୍ସରସାଇଜ ଆରମ୍ଭ କରିସାରିଛନ୍ତି। ଯାହା ସୂଚନା ରହିଛି ଆଜି କେଭି ସିଂହଦେଓଙ୍କ ବାସଭବନରେ ପଦ୍ମ କ୍ୟାମ୍ପର ରୁଦ୍ଧଦ୍ୱାର ବୈଠକ ମଧ୍ୟ ବସିଛି ଏବଂ କୁହାଯାଉଛି ଯେତେବେଳେ ରାଜ୍ୟ ବିଜେପି ସଭାପତି କିଏ ହେବେ ଅନେକ କଳ୍ପନା ଜଳ୍ପନା ଚାଲିଛି, ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ନଡ୍ଡା ଆସିଲେ ଶେଷ ନିଷ୍ପତ୍ତି ନେବେ ଯେ କିଏ ହେବେ ରାଜ୍ୟ ବିଜେପି ସଭାପତି। ତେବେ ଆମ ସହିତ ଫୋନ ଲାଇନରେ ଯୋଡ଼ି ହୋଇଛନ୍ତି ବରିଷ୍ଠ ସାମ୍ବାଦିକ ରାଜନୈତିକ ସମୀକ୍ଷକ ରାଜାରାମ ଶତପଥୀ। ସାର୍ କଣ କହିବେ ଏ ବିଷୟରେ? ଦେଖନ୍ତୁ, ବିଜେପି କ୍ଷମତାକୁ ଆସିଲା ଦିନୁ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଛି ଏବଂ ଚାରିଆଡେ ଚର୍ଚ୍ଚା ମଧ୍ୟ ହଉଛି ଯେ ବିଜେପିର ଯୋଉମାନେ ସବୁ, ସମସ୍ତେ ତ ଏମଏଲଏ ହେଇପାରିବେନି, ଯୋଉମାନେ ସବୁ ଆଉ ବରିଷ୍ଠ କର୍ମକର୍ତ୍ତା ମାନେ ରହିଲେ ସେମାନେ ସବୁ ଆଶା କରୁଥିଲେ ଯେ ବିଭିନ୍ନ କର୍ପୋରେସନ ଏବଂ ଅନୁଷ୍ଠାନରେ ତାଙ୍କୁ ସବୁ ମୁଖିଆ ଭାବରେ ନିଯୁକ୍ତି ଦିଆଯିବ, ତାହେଲେ ତାଙ୍କର ଅତି କମରେ ଥଇଥାନ ହବ। କିନ୍ତୁ ଏପର୍ଯ୍ୟନ୍ତ 8-9 ମାସ, ପ୍ରାୟ ବର୍ଷେ ପୁରିବାକୁ ବସିଲାଣି ସରକାରକୁ, ଏପର୍ଯ୍ୟନ୍ତ ତାଙ୍କ ଦଳ ନିଷ୍ପତ୍ତି ନେଇପାରୁନି କାହାକୁ କର୍ପୋରେସନ ଏବଂ ଅନ୍ୟାନ୍ୟ ଅନୁଷ୍ଠାନରେ ମୁଖ୍ୟ ଭାବରେ ନିଯୁକ୍ତି କରିବା ବିଷୟରେ କିଛି ନିଷ୍ପତ୍ତି ନେଇପାରୁନି। ନମ୍ବର 1। ନମ୍ବର 2 ହେଲା, ଆପଣ ଲକ୍ଷ୍ୟ କରିଥିବେ ବିଜେପିର ଯାହାହେଲେ ବି ସେମାନଙ୍କ ଦଳ ଭାରତବର୍ଷରେ ଗୋଟେ ପ୍ରମୁଖ ଦଳ ଯିଏକି ନିୟମ ଅନୁସାରେ ସେମାନେ ସଭାପତି ନିର୍ବାଚିତ କରନ୍ତି। ତାଙ୍କର ତ ଆଉ ପାରିବାରିକ ସମ୍ପର୍କ ହିସାବରେ ଦଳର ମୁଖିଆ ହୁଅନ୍ତିନି, ରାଜ୍ୟ ସ୍ତରରେ କିମ୍ବା ଜାତୀୟ ସ୍ତରରେ ହୁଅନ୍ତି ନାହିଁ। ତେଣୁ ତାଙ୍କର ସବୁ ନିର୍ବାଚନ ହୁଏ, କର୍ମକର୍ତ୍ତା ମାନେ ଜିଲ୍ଲା ସ୍ତରରେ ନିର୍ବାଚନ ଆଗେ କରନ୍ତି, ତାଙ୍କର ଯିଏ ଜିଲ୍ଲାର ମୁଖ୍ୟ ହେବେ ସଭାପତି, ଏବଂ ତାପରେ ରାଜ୍ୟ ସ୍ତରରେ ମଧ୍ୟ ରାଜ୍ୟ ସ୍ତରରେ ମଧ୍ୟ ସଭାପତି ନିର୍ବାଚିତ ହୁଅନ୍ତି। ଜିଲ୍ଲା ମାନଙ୍କରେ ସବୁ ନିର୍ବାଚନ ସରିଗଲାଣି। ୟା ଭିତରେ କେବଳ ବାକି ଅଛି ରାଜ୍ୟ ସ୍ତରରେ ନିର୍ବାଚନ, ସଭାପତି ନିର୍ବାଚନ କରିବା ପାଇଁ କେବଳ ବାକି ଅଛି। ମନମୋହନ ସାମଲ ଜଣେ କେତେ ଥର କ୍ରମାଗତ ଭାବରେ ସଭାପତି ହେଇପାରିବ? ଦେଖନ୍ତୁ, ତାଙ୍କ ଦଳରେ କୁହାଯାଏ 2 ଥରରୁ ଅଧିକ ସେମାନେ ଲଗାତାର ଦେବେନି ବୋଲି କୁହାଯାଏ। କିନ୍ତୁ ଗୋଟେ ରାଜନୈତିକ ଦଳରେ ଆପଣ ଯଦି ସିଏ କିଏ କଣ କହିଦେଲେ ତାକୁ ଯଦି ଗୋଟେ ରିଜିଡଲି ଧରିକିରି ବସିବେ ତାହେଲେ ଆପଣ ନିରାଶ ହେବେ। ରାଜନୈତିକ ଦଳରେ ସେ ଯୋଉ ସବୁ କହନ୍ତି ଆମର 2 ଥରରୁ ଅଧିକ କରିବୁନି, ଆମର ଆଙ୍କୁ ଥରେ କରିବୁ, ବେଶୀ ଦିନ ନଥିଲେ ଆପଣ ସଂଘ କାର୍ଯ୍ୟରେ ବେଶୀ ଦିନ ନଥିଲେ ତାଙ୍କୁ ଏଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇ ପାରିବ ନାହିଁ, ଏସବୁ କହିବା ପାଇଁ କୁହାଯାଏ। କିନ୍ତୁ ଅନେକ ସମୟରେ ତାର ବହୁତ ବ୍ୟତିକ୍ରମ ସବୁ ବିଭିନ୍ନ ସ୍ଥାନ ମାନଙ୍କରେ ବିଭିନ୍ନ ସ୍ଥଳ ବିଶେଷରେ ଦେଖାଯାଇଥାଏ। ଓଡିଶାରେ ବର୍ତ୍ତମାନ ତ ମନମୋହନ ସାମଲ ଅଛନ୍ତି, ବିଜେପିର ଓଡିଶା ସଭାପତି ଅଛନ୍ତି। ୟା ଭିତରେ ମିଡିଆରେ ମଧ୍ୟ ଆପଣ ଲକ୍ଷ୍ୟ କରିଥିବେ ଆହୁରି ବହୁତ ଲୋକଙ୍କର ନାଁ ମଧ୍ୟ ଚର୍ଚ୍ଚା ଆସୁଛି। ଗୋଲକ ମହାପାତ୍ର, ସମୀର ମହାନ୍ତି, ବିରଞ୍ଚି ତ୍ରିପାଠୀ ଏମାନଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସୁଛି। କିନ୍ତୁ ରିପିଟ୍ କରିବ କି ବିଜେପି ପୁଣି ଥରେ ମନମୋହନ ସାମଲ? ଦେଖନ୍ତୁ, ନିର୍ଦ୍ଦିଷ୍ଟ ଭାବରେ ତ ଏମିତିଆ କଥା ହଠାତ୍ କିନା କହିହେବ ନାହିଁ ଯେ ତାଙ୍କୁ ରିପିଟ୍ କରିବ କି ନାହିଁ ବୋଲିକିରି। ଆମେ ତ ନୂଆ ଚେହେରା ଆସିବ, ହଁ ନୂଆ ଚେହେରା ଆସିବ, କିନ୍ତୁ ତାଙ୍କରି ଦଳ ଭିତରେ ଯେହେତୁ ଆଗକୁ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ଅଛି ଏବଂ ଆଗକୁ ଆସୁଛି ଏବଂ ସେଥିପାଇଁ ମଧ୍ୟ ପ୍ରସ୍ତୁତ ହେବାକୁ ପଡ଼ିବ ଦଳକୁ। ଦ୍ୱିତୀୟ କଥା, ମନମୋହନ ସାମଲ ଯାହା ହେଲେ ବି ଦଳକୁ ଠିକ ବାଟରେ ନେଇକିରି ବର୍ତ୍ତମାନ ଦେଖାଯାଉଛି ସେ ଦଳ ତ ଜିତିଲା। ଲିଡରସିପ ବିଷୟରେ ଆପଣ ଦେଖନ୍ତୁ, ଲିଡରସିପ ବି ସେତେବେଳେ କୁହାଯାଏ ଯେତେବେଳେ ଲିଡରସିପ ର ସକ୍ସେସ ହୁଏ କିଛି। ତାଙ୍କ ନେତୃତ୍ୱରେ ତ ଦଳ ଜିତିଲା, ତାଙ୍କ ନେତୃତ୍ୱରେ ସମସ୍ତେ ଦେଖିଲେ ଦଳ ଜିତିଲା ଏବଂ ଦଳରେ ମଧ୍ୟ ତାଙ୍କର ଯୋଉମାନେ ଲୋକ ଅଛନ୍ତି ଦଳ ମଧ୍ୟ ବେଶ ଚଳଚଞ୍ଚଳ ହେଲା ନିର୍ବାଚନ ସମୟରେ ଏବଂ ଲୋକମାନେ ମଧ୍ୟ ଦଳକୁ ବିଶ୍ୱାସକୁ ନେଲେ ତାଙ୍କରି ନେତୃତ୍ୱରେ। ତେଣୁ କିନ୍ତୁ କଥା ହଉଛି ରାଜନୀତିରେ ଆପଣ ଯାହା କରିଥିଲେ ମଧ୍ୟ ସବୁବେଳେ ଯେ ସଭାପତି ରହିବେ ଏମିତି କିଛି ମାନେ ନାହିଁ। କିନ୍ତୁ ତାଙ୍କରି ଦଳ ଭିତରେ ଯଦି ଆପଣ ଯୋଉ ଯୋଉ ଚର୍ଚ୍ଚା ହଉଛି ତାକୁ ଯଦି ଲକ୍ଷ୍ୟ କରିବେ, ସମସ୍ତେ କହୁଛନ୍ତି ହୁଏତ ତାଙ୍କୁ ରିପିଟ୍ କରିପାରନ୍ତି। ଅନ୍ୟମାନଙ୍କ ମନରେ କ୍ଷୋଭ ହେଇପାରେ, କିନ୍ତୁ ବାସ୍ତବତା ଏଇଆ ତାଙ୍କ ଦଳ ଭିତରେ ଏଇ ପ୍ରକାର ଚର୍ଚ୍ଚା ହଉଛି।
ତେବେ ଏଇ ଯୋଉ ଚର୍ଚ୍ଚା ହଉଛି ଆମେ କହିପାରିବା କି ବିଜେପିର ଗୋଷ୍ଠୀ କନ୍ଦଳ ବୋଧେ ଲାଗି ରହୁଛି ଭିନ୍ନ ଭିନ୍ନ ମନମୋହନ ସାମଲଙ୍କ ବିରୋଧରେ ମଧ୍ୟ ଅନେକ ଗୋଷ୍ଠୀ ଅଛନ୍ତି ଯେମିତି ଧର୍ମେନ୍ଦ୍ର ପ୍ରଧାନଙ୍କର ଗୋଷ୍ଠୀ କୁହନ୍ତୁ ଅପରାଜିତା ଷଡଙ୍ଗୀଙ୍କ ଗୋଷ୍ଠୀ ବୈଜୟନ୍ତ ପଣ୍ଡା ଏମାନେ ବି ଭିନ୍ନ ଭିନ୍ନ ଗୋଷ୍ଠୀ ଅଛନ୍ତି ତାଙ୍କ ବିରୋଧରେ ମନମୋହନ ସାମଲଙ୍କ ବିରୋଧରେ ମଧ୍ୟ ବାହାରୁଥିବେ ସେମାନେ ଚାହୁଁଥିବେ ଆମକୁ ସୁହାଇଲା ଭଳିଆ କିଛି ଆମର ରାଜ୍ୟ ସଭାପତି କିଏ ହୁଅନ୍ତୁ ମାନେ ଏଇଠି କଣ କୁହାଯାଇ ପାରିବ ସେମାନଙ୍କ ଭିତରେ ଯୋଉ ଗୋଷ୍ଠୀ କନ୍ଦଳଟା ରହୁଛି ସେଥିପାଇଁ ବୋଧହୁଏ ବିଳମ୍ବ ହଉଛି ସଭାପତି କିଏ ହେବେ ପଦ ନିଷ୍ପତ୍ତି ନେବା ପାଇଁ। ଆପଣଙ୍କ ଏଇ ଯୋଉ କଥା କହୁଛନ୍ତି ସେ କଥାକୁ ମୁଁ ଅସ୍ୱୀକାର କରିବିନି ଏହା ବି ହେଇଥାଇପାରେ ଏ ପର୍ଯ୍ୟନ୍ତ ଯୋଉ ଗଡି ଗଡି ଆସୁଛି କାହିଁକିନା ଦାବିଦାର ଅନେକ ଗୋଷ୍ଠୀ ଅନେକ ତେଣୁ ସେଇଥିପାଇଁ ହୁଏତ ଗୋଷ୍ଠୀ କନ୍ଦଳ କାଳେ ଆହୁରି ପଦାରେ ପଡିଯିବ ସେଇ ଆଶଙ୍କାରେ ସେମାନେ କଥାଟାକୁ ଗଡେଇ 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 ଚାଲୁଥିବେ କିନ୍ତୁ ତାଙ୍କ ଦଳ ପକ୍ଷରୁ ବିଶେଷ ନିଷ୍ପତ୍ତି ସେଇଥିପାଇଁ ନେଇ ପାରୁନାହାନ୍ତି କିନ୍ତୁ ଯୋଉ ଦଳ ଗୋଟେ ରାଜନୈତିକ ଦଳରେ ଯୋଉ ଗୋଷ୍ଠୀ କଥା ବହୁତ ସମୟରେ ଆଲୋଚନା ହୁଏ ଶୁଣନ୍ତୁ ଆଜ୍ଞା ସତ କଥା କହିବାକୁ ଗଲେ ବହୁତ ଜନ ଜଇଁ ମିଳନ୍ତି ଅବଶ୍ୟ କଳି ଉପଜୟୀ ଇଏ ଗୋଟେ କଥା ଅଛି ତେଣୁ ଯୋଉଠି 5 ଲୋକ ମିଶିଥାନ୍ତି ଗୋଟେ ଦଳ ତିଆରି କରିଥାନ୍ତି ବା ଦଳରେ ସାମିଲ ହେଇଥାନ୍ତି ତାଙ୍କ ଭିତରେ ଦେଖିବ ସମସ୍ତେ ଟଣା ଉଠା ହୁଅନ୍ତି ଗୋଷ୍ଠୀ କରନ୍ତି କୋଉ ରାଜନୈତିକ ଦଳରେ ଗୋଷ୍ଠୀ ନାହିଁ ସବୁ ରାଜନୈତିକ ଦଳରେ ଗୋଷ୍ଠୀ ଅଛି କିନ୍ତୁ କଥା ହଉଛି କୋଉଠି ଗୋଷ୍ଠୀ ପଦାକୁ ପଡୁଛି ଦାଣ୍ଡରେ ପଡୁଛି ଗଡୁଛି ହଁ ପଡୁଛି ଆଉ କୋଉ ଗୋଷ୍ଠୀ ତାଙ୍କ ଭିତରେ ଚୁପଚାପ ହେଇ ରହିଯାଉଛନ୍ତି ତେଣୁ ବିଜେପି ଦଳରେ ବିଜେପି ଦଳରେ ଯୋଉ ଗୋଷ୍ଠୀ ନାହିଁ ଏ କଥା କହିବାଟା ଭୁଲ ହବ କିନ୍ତୁ ଯାହା ହେଲେ ବି ଦଳରେ ଯେହେତୁ ଜାତୀୟ ସ୍ତରରେ 2 ଜଣ 3 ଜଣ ସବୁ ବଡ ବଡ ମୁଖିଆ ଅଛନ୍ତି ନରେନ୍ଦ୍ର ମୋଦି ଅଛନ୍ତି ଇଏ ଆମ ଗୃହମନ୍ତ୍ରୀ ଶାହା ଅଛନ୍ତି ଜେପି ନଡ୍ଡା ଅଛନ୍ତି ହଁ ଏଇଭଳି ସବୁ ବଡ ବଡ ନେତା ଯୋଉମାନେ ଅଛନ୍ତି ତାଙ୍କ ଛତ୍ରଛାୟା ତଳେ ରାଜ୍ୟ ସ୍ତରରେ ଆଉ କୌଣସି ଗୋଷ୍ଠୀ ତାଙ୍କ ନୀତି ବା ତାଙ୍କ ନିଷ୍ପତ୍ତି ତାଙ୍କ ଇଚ୍ଛା ବିରୁଦ୍ଧରେ ଯାଇକିରି କୌଣସି କଥା କରିପାରୁନାହାନ୍ତି ତାଙ୍କର ମନରେ ବିଭିନ୍ନ ନିଷ୍ପତ୍ତି ସେମାନେ ସ୍ୱାଗତ କରନ୍ତୁ କି ନ କରନ୍ତୁ ମାଡି ମକଚି ହେଇକି ରହିବାକୁ ପଡିବ କାହିଁକିନା ଦଳକୁ ଛାଡିଦେଲା ପରେ ଆଉ ତ ସେମାନେ କିଛି କିଂକର୍ତ୍ତବ୍ୟ ବି ହେଇ ପଡିବ ନା ଆପଣ ଯଦି ଦଳ ଗୋଟେ ନିଷ୍ପତ୍ତି ନେଲା ଯୋଉଟାକୁ ଆପଣ ଭଲ ପାଉନାହାନ୍ତି ବା ଆପଣଙ୍କ ମନ ମୁତାବକ ହେଲାନି ଆପଣ ଚାହିଁଲେ ମଧ୍ୟ ବହୁତ ସମୟରେ ଦଳକୁ ଛାଡିକି ଯାଇପାରୁନାହାନ୍ତି କାହିଁକି ନା ଆପଣ କୁଆଡେ ଯିବେ ଦଳଟା ଅଛି ବୋଲି ଛତା ତଳେ ଆପଣ ଅଛନ୍ତି ତେଣୁ ବହୁତ ଲୋକ ଅସନ୍ତୁଷ୍ଟ ହେଲେ ମଧ୍ୟ ଆପଣ ଲକ୍ଷ୍ୟ କରିବେ ଦଳ ଭିତରେ ସେମିତି ଅସନ୍ତୁଷ୍ଟ ହଉଛନ୍ତି କିଛି କଥା କହିବା ପାଇଁ ବି ଚେଷ୍ଟା କରୁଛନ୍ତି କିନ୍ତୁ ଏଇ ସବୁ ପରିସ୍ଥିତି ତାଙ୍କୁ ପଛକୁ ପୁଣି ଫେରେଇ ଆଣୁଛି ହଁ ନିଶ୍ଚିତ ଭାବରେ ଏଇ ସବୁ ପରିସ୍ଥିତି ଫେରେଇ ଆଣୁଛି यार भितर जेपी नड्डा जो आप कहते आसिक ओडिशा गस्तक आज तेणु निश्चित भाव में गतकाली तो आप लक्ष्य करेंगे केवी सिंह बासभवन में एमती रुद्धद्वार बैठक होता जो कि मुख्यमंत्री थे मनमोहन सामल सभापति थे अन्य वरिष्ठ नेता सब थे आज हुए तो द्वितीय थर से बैठक बसु थी पारे कहीं जहाँ भी सभापति निष्पत्ति खूब शीघ्र हो काली बीजेपी जन वरिष्ठ नेता कही मीटिंग पर कही तेणु हुए तो आ विषय निष्पत्ति किसी नहीं पारे कही हेनी चिकालिका बम्बालिका चिकी बम्बा आम धान आम खेत बा बा के खुशी म बोतल खुशी आनिचिलो साबी प्रति 1 केजी बिहन रे 5 मिली रे इफको नानो डीएपी तरल पके बिहन उपचार करिवि कले धान कपा मका हो पनी परिबा गजा बाहरिबो दमदारिया चेर कांड पत्र शीघ्र बढ़िबो देखिबु अमल केमिति हबो इफको नानो डीएपी तरल सार चासी भाई मने प्रयोग कर